ସାଇକୋଲୋଜି କହିଥାଏ ଆପଣଙ୍କ ସ୍ତ୍ରୀ ପରପୁରୁଷ ସହିତ ସେକ୍ସ କରୁଥିଲେ 100% ରାତିରେ ଶୋଇବା ସମୟରେ ଏହି ଗୋଟିଏ ପ୍ରଶ୍ନ ଆପଣଙ୍କୁ ନିଶ୍ଚୟ ପଚାରିବେ। ଯଦି ଆପଣ କୌଣସି କାମରେ ବାହାରେ ରହୁଛନ୍ତି ଓ ଆପଣଙ୍କ ସ୍ତ୍ରୀର ଆଉ କାହା ସହିତ ସମ୍ପର୍କ ରହିଛି, ତେବେ ଘରକୁ ଆସିବାର କିଛି ଦିନ ପରେ ଆପଣଙ୍କ ଯିବାର ଟିକିଏ ଡେରି ହେଲେ ସ୍ତ୍ରୀ ଏହି ପ୍ରଶ୍ନ ଆପଣଙ୍କୁ ନିଶ୍ଚୟ ପଚାରିଥାନ୍ତି, ତୁମେ କେଉଁଦିନ ଯିବ କି? ଯଦି ଏହି ପ୍ରଶ୍ନ ବାରମ୍ବାର ପଚାରିଥାନ୍ତି, ତେବେ କଥାରେ କିଛି ନା କିଛି କାରଣ ଅଛି ବୋଲି ବୁଝିଯାଆନ୍ତୁ। ସାଇକୋଲୋଜି କହିଥାଏ ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କ ସହିତ ସମ୍ଭୋଗ କରିସାରିବା ପରେ ଏଇ ଦୁଇଟି ଖରାପ ବ୍ୟବହାର କରନ୍ତି, ତେବେ ବୁଝିଯାଆନ୍ତୁ କି ସେ ପରପୁରୁଷ ସହିତ ଚୋଡ଼ି ଖୋଲି ଘିଆ ଖାଉଛନ୍ତି ବୋଲି। ପ୍ରଥମତଃ ହେଉଛି ସମ୍ଭୋଗ କରିସାରିବା ପରେ ଆପଣଙ୍କୁ ଇଜ୍ଜତ ଦେବେ ନାହିଁ। ଦ୍ୱିତୀୟରେ ଆପଣଙ୍କ ପାଖରେ ଆପଣଙ୍କ ଠାରୁ ଅନ୍ୟ କେଉଁ ପୁରୁଷର ଅଧିକ ପ୍ରଶଂସା କରିବେ। ସାଇକୋଲୋଜି କହିଥାଏ କୌଣସି ବି ମହିଳା ଖୋଲିକି କହିନଥାନ୍ତି କି ସେ ଆପଣଙ୍କ ସହିତ ଶାରୀରିକ ସମ୍ପର୍କ ବନାଇବାକୁ ଚାହୁଁଛନ୍ତି ବୋଲି। ସେ କେବଳ ଇସାରା ଦେଇଥାନ୍ତି, ଯାହାକୁ ଆପଣ ବୁଝିବା ଉଚିତ। ସାଇକୋଲୋଜି କହିଥାଏ ଅଧିକାଂଶ ମହିଳାମାନେ ଶାରୀରିକ ସମ୍ପର୍କ ବନାଇବା ପୂର୍ବରୁ ପ୍ରଥମେ ନିଜ ଗୁପ୍ତାଙ୍ଗରେ ଆଙ୍ଗୁଳି ପୁରାଇବାକୁ ପସନ୍ଦ କରିଥାନ୍ତି। ସାଇକୋଲୋଜି କହିଥାଏ ଯଦି କୌଣସି ପୁରୁଷ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ଅଧା ଚାମଚ ଜୁଆଣି ଖାଇ ଗୋଟେ ଗ୍ଲାସ ଉଷୁମ ପାଣି ପିଅନ୍ତି, ତେବେ ତାଙ୍କର ବିଛଣା ଉପରେ କରିବାର ସମୟ ବଢ଼ି ଯାଇଥାଏ। ସାଇକୋଲୋଜି କହିଥାଏ କାନ୍ଦିବା ବନ୍ଦ କରନ୍ତୁ ଓ ନିଜ କଷ୍ଟ ସହିତ ନିଜେ ଲଢ଼ିବା ଶିଖନ୍ତୁ, କାରଣ ସାଥ ଦେବା ବାଲା ବି ଶ୍ମଶାନ ଠାରୁ ଆଗକୁ ଯାଇନଥାନ୍ତି। ସାଇକୋଲୋଜି କହିଥାଏ ହୃଦୟରୁ କଥା ହେବା ଓ ମନେ ରଖିବା ପାଇଁ କଥା ହେବା ଭିତରେ ବହୁତ ଫରକ ଥାଏ, କିନ୍ତୁ ହୃଦୟର କଥା କହିବା ପାଇଁ ସଠିକ୍ ମଣିଷ ମିଳିବା ଆଜିକାଲି ବହୁତ କଷ୍ଟ ହୋଇଥାଏ। ସାଇକୋଲୋଜି କହିଥାଏ ନିଜର ଶବ୍ଦକୁ ତାଙ୍କ ଉପରେ ଖର୍ଚ୍ଚ କରନ୍ତୁ ନାହିଁ ଯିଏ ଆପଣଙ୍କ ନୀରବତା ପାଇଁ ଯୋଗ୍ୟ ଅଟନ୍ତି। ସାଇକୋଲୋଜି କହିଥାଏ କେବେ କେବେ ନିଜ ଲୋକଙ୍କ ଠାରୁ ଏମିତି କଷ୍ଟ ମିଳିଥାଏ, ପାଖରେ ଲୁହ ତ ଥାଏ କିନ୍ତୁ କାନ୍ଦି ହୋଇ ନଥାଏ।